जय श्री जगन्नाथ भाई माने सर्वप्रथम गुरुदेव गणपति को जगदम्बा प्रणाम करी आज आम कलिजुगर धर्मशास्त्र नुआ प्लेलिस्ट आरंभ करुचु। आज आम जानिबा कलिजुगर धर्म कौन। देखंतु जो महर्षि पराशरंकर आमे पढ़ुचु एस्ट्रोलॉजी वास्तु मध्य सेई महर्षि पराशरंकर गोटे पराशर संहिता अछि जाहाको कलिजुगर धर्मशास्त्र बोली कुहा जाय। ସେଇଠି ପ୍ରଥମ ଆପଣ ଅଧ୍ୟାୟରେ ଆପଣ ଶ୍ଲୋକ 20 21 22 ଆପଣ ଚେକ୍ କରିବେ। ସେଥିରେ କୁହାଯାଇଛି କି କଳ୍ପାନ୍ତର ହେଲେ ଅପର କଳ୍ପରେ ବେଦକର୍ତ୍ତା ବୋଲି କେହି ନିର୍ଦ୍ଦିଷ୍ଟ ନୁହନ୍ତି, ପରନ୍ତୁ ବ୍ରହ୍ମା କେବଳ ବେଦର ସ୍ମରଣ କର୍ତ୍ତା ଅଟନ୍ତି। ଏହି ରୂପରେ ମନୁକଳ୍ପରେ ଧର୍ମର ସ୍ମରଣକାରୀ ହୁଅନ୍ତି, ଅର୍ଥାତ୍ କଳ୍ପାରମ୍ଭରେ ଚତୁର୍ମୁଖରୁ ବେଦ ଏବଂ ମନୁରୁ ଧର୍ମଶାସ୍ତ୍ର ପ୍ରଚାରିତ ହୁଏ। ଯୁଗ ଭେଦାନୁସାରେ ଧର୍ମର ମଧ୍ୟ ଭେଦ ହୋଇଥାଏ। ସତ୍ୟ ଯୁଗରେ ଏକ ପ୍ରକାର ଧର୍ମ ପ୍ରଚଳିତ ହୁଏ, ତ୍ରେତାରେ ଅନ୍ୟ ପ୍ରକାର, ଦ୍ୱାପରରେ ମଧ୍ୟ ଆଉ ଏକ ପ୍ରକାର ଏବଂ କଳି ଯୁଗରେ ଯୁଗାନୁରୂପ ଅନୁସାରେ ଅନ୍ୟ ବିବିଧ ଧର୍ମ ନିର୍ଦ୍ଦିଷ୍ଟ ହୋଇଥାଏ। ସତ୍ୟ ଯୁଗରେ ତପସ୍ୟା ହିଁ ପ୍ରଧାନ ଧର୍ମ ଥିଲା, ତ୍ରେତାରେ ଜ୍ଞାନ, ଦ୍ୱାପରରେ ଯଜ୍ଞ, କଳି ଯୁଗରେ ଏକମାତ୍ର ଦାନ ବୋଲି ଧର୍ମ, କଳିଯୁଗରେ एकमात्र ଦାନ ହିଁ ଧର୍ମ ବୋଲି ନିର୍ଦ୍ଦିଷ୍ଟ ହୋଇଛି। କଳିଯୁଗରେ ଧର୍ମ, ତେଣୁ ଏ ଧର୍ମର ସଂଜ୍ଞାକୁ ନିରୂପଣ କରିବାକୁ ହେଲେ ଆପଣ ମାନେ ମନେ ରଖିବେ, ଧାରୟତି ଇତି ଧର୍ମ, ସମ୍ପ୍ରଦାୟ ଅନେକ ହେଇପାରେ କିନ୍ତୁ ଧର୍ମ ଏକ, ଯିଏ ଧାରଣ କରିକି ରଖିବ। ତେବେ এই କଳିଯୁଗର ଧର୍ମଶାସ୍ତ୍ର ପରାଶର ସଂହିତା ଅନୁସାରେ କଳିଯୁଗର ଧର୍ମ ଆମେ ଜାଣିଲେ ଦାନ। ଜୟ ଶ୍ରୀ ଜଗନ୍ନାଥ।